ସୁରଜ କଣ କହିବେ ଗତକାଲି ଯୋଉ ଆମର ସିଙ୍ଗର ଥିଲେ ହ୍ୟୁମାନ ସାଗର ଓହ ମର୍ମାହତ ଏକଦମ ସେ ସାଗର ଜଣେ ରିନାଉଡ ଗାୟକ କଣ୍ଠ ଅପୂର୍ବ କଣ୍ଠ ଦେଇଥିଲେ ଗଣେଶ ଏବଂ ଓଡ଼ିଶାରେ ଭାରତ ବର୍ଷରେ ଭାରତ ବାହାରେ ବହୁ ଦେଶରେ ସେ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି। ଯେତେ ବିରକ୍ତ ମୁଡରେ ଥିବ ଟେନସନ ମୁଡରେ ଥିବ ଓରିଡ ମୁଡରେ ଥିବ ତାଙ୍କ ଗୀତ ଗୋଟେ ଶୁଣିଦେଲେ ମାଇଣ୍ଡ ଚେଞ୍ଜ ହେଇଯାଏ। ଅପୂର୍ବ କଣ୍ଠ ସେ ଚାଲିଯିବା ଦ୍ୱାରା ବହୁତ କ୍ଷତି ହେଇଛି ଓଡ଼ିଶା କଳାକାରଙ୍କ ଭିତରେ ଅପୂରଣୀୟ କ୍ଷତି। ଭଗବାନ ତାକୁ ନେଲେ ତା ଆତ୍ମାର ସଦ୍ଗତି କରନ୍ତୁ। ଆଉ ଗୋଟିଏ କଳାକାର ପଢିଛନ୍ତି ତାଙ୍କ ନାଁ କଣ ଅଭିଜିତ ମଜୁମଦାର ସେ ବି ଭଲ କଳାକାର ବହୁତ ଦିନ ହେଲା ବେମାରରେ ପଡିଛନ୍ତି। ଠାକୁରେ ଗୋଟିକୁ ନେଇଗଲ ଆଉ ଗୋଟିକୁ ବଞ୍ଚେଇ ଦିଅ। ଦି ଜଣ ଯାକ କଳାରେ ସମ୍ରାଟ ଥିଲେ। ଭାରତରେ ଭାରତ ବାହାରେ ନାଁ କରିଥିଲେ ଓଡ଼ିଶାରେ ନାଁ କରିଥିଲେ। ଗୋଟିଏ ତ ଚାଲିଗଲା ଆଉ ଗୋଟିକୁ ବଞ୍ଚେଇ ଦିଅନ୍ତୁ ଏତିକି ଆପଣଙ୍କ ପାଖେ ପ୍ରାର୍ଥନା। ମା ଅଭିଯୋଗ କରୁଛନ୍ତି ମ୍ୟାନେଜର ତାଙ୍କୁ ଏମିତି ମରିବାର କାରଣ ସିଏ ମରି ସାରିଲେଣି ଆଉ ସେଥିରୁ କଣ କେତେ କଥା ଶୁଣିବାକୁ ପଡୁଛି। ସ୍ୱାମୀ ସ୍ତ୍ରୀ ଗଣ୍ଡଗୋଳ ଯଦି ସ୍ୱାମୀ ସ୍ତ୍ରୀ ଭିତରେ ଗଣ୍ଡଗୋଳ ହେଇଗଲା ତମେ ଆଲକାହଲ ପିଇଛ ସିଆଡେ ବାଟ ଫିଟେଇ ଦବ ଆଲକାହଲ ପଣା କରିଦେଲା ଏକଦମ। ସ୍ୱାମୀ ସ୍ତ୍ରୀ ଗଣ୍ଡଗୋଳ ଯେତିକି ମୁଁ ତଥ୍ୟ ସଂଗ୍ରହ କରିଛି ସେ ନିଜେ ଚେକ୍ ହେଇଥାନ୍ତେ। ତମେ ଗୋଟେ ଭାରତର ଗର୍ବ କଳାକାର ଗୋଟେ ତମେ ତମ ସାମାନ୍ୟ ସ୍ତ୍ରୀ ପୁରୁଷ ଝାମଲା ପାଇଁ ଆଲକାହଲ କରି 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 ନଷ୍ଟ କରିଦେଲ ଜୀବନଟାକୁ। କୋଟି କୋଟି ଲୋକ ତମ ଉପରେ ନିର୍ଭର କରୁଥିଲେ ମନୋରଞ୍ଜନ ପାଇଁ। ମର୍ମାହତ ଜଗନ୍ନାଥ ଆତ୍ମାର ସଦ୍ଗତି କରନ୍ତୁ। ଆଉ ଗୋଟେ ସେମିତି ପଡିଛି ବହୁତ ଦିନ ହେଲାଣି ତା ନାଁ କଣ ମଜୁମଦାର ତାକୁ ଟିକେ ବଞ୍ଚେଇ ଦିଅନ୍ତୁ। ସେ ବି ଭାରତ ବର୍ଷର ଗୋଟେ ଗର୍ବ ଓଡ଼ିଶାର ଗର୍ବ ଭଲ ହବ। ଆପଣ କେବେ ହ୍ୟୁମାନ ସାଗର ସହିତ ମିଶିଥିଲେ? ହଁ ବହୁବାର ମୁଁ ତାଙ୍କୁ ଆୱାର୍ଡ ଦେଇଛି। ବହୁ ଯାହା ପେଣ୍ଡାରେ ଏକାଠି ହେଇଛୁ। ବହୁତ ଭଲ ଲୋକ ସରଳ ଲୋକ ତାଙ୍କ ଭାଗ୍ୟ। ବଡ ଭାଇ ଗୁରୁ ବୋଲି ମୁଣ୍ଡିଆ ମାରନ୍ତି। ଗୁରୁ କିଛି ନୁହଁ ସେ ଗୋଟେ ସମେତ ଡାକନ୍ତି ଗୁରୁ। କଳାକାର ମାନେ ପ୍ରାୟ ଗୁରୁ ଡାକନ୍ତି ମୁଣ୍ଡିଆ ମାରନ୍ତି। ମୋ ପିଲାର ଯୋଉ ସବୁ କଳାକାରଙ୍କୁ ସ୍ନେହ ଶ୍ରଦ୍ଧା ଦିଏ। ଭାଇ ଯୋଉ ଆର୍ଟିଷ୍ଟ ମାନେ ଆଲକୋହଲ ନେଉଛନ୍ତି ଆଉ ରାତି ଅନିଦ୍ରା ହେଇ କାମ କରୁଛନ୍ତି ସେମାନଙ୍କୁ ଆପଣ କଣ ମେସେଜ ଦେବେ? ମୁଁ ଅନୁରୋଧ କରୁଛି ବମ୍ବେରୁ ଆସୁଛି ସାଡୁ ଯେତକ ରିନାଉଣ୍ଡ କଳାକାର 90% ହଉଛନ୍ତି ଆଲକାହଲ ଟେକଓଭର। ବନ୍ଦ କର। କି କଳା ଭଗବାନ ତମକୁ ଦେଇଛନ୍ତି ବିଶ୍ୱର କଳା। ଓଡ଼ିଶାର ଆଜି ଅକ୍ଷୟ ମହାନ୍ତି ଭଳିଆ କଳାକାର ମିଳିବ? ସେ ଆଲକାହଲ ବଳରେ ପଳେଇଲେ। ହଁ ସେ ଆଜି ଥାନ୍ତେ ବି।